I think mental health professionals are in danger. ଲାଗୁଛି ବିଲୁପ୍ତ ହେଇଯିବେ। କିଛି ବି ଡେଲିଜନ ପରସିକ୍ୟୁସନ ହେଇଗଲା କି? ଆଉ ନାଇଁ ତ କଣ, ଏଇ ଡିଜିଟାଲ ଏରାରେ ଜଷ୍ଟ ଓପିଡି ରେ ବସିକି ଆମେ ଭାବୁଛେ ଯେ ପେସେଣ୍ଟସ୍ ଆସିବେ ଆମେ ଠିକ କରିବେ, ଆୱାରନେସ୍ କ୍ରିଏଟ୍ କରିବା। ହଁ ୟୁ ଆର୍ ରାଇଟ୍। ଆମ ସମସ୍ତଙ୍କ ପାଖରେ ଫୋନ୍ ବି ଅଛି, ଆମେ ଚାହିଁଲେ ଥ୍ରୁ ଫୋନ୍ ସୋସିଆଲ ମିଡ଼ିଆ ଥ୍ରୁରେ ଆମେ କରିପାରିବା। ଏମିତିକି ଆମର ବହୁତ ସାରା ପ୍ରୋଗ୍ରାମ ଅଛି, ପ୍ରୋଗ୍ରାମ ଚାଲିଛି, ଆୱାରନେସ୍ ପ୍ରୋଗ୍ରାମ ହେଉଛି ବି। ବହୁତ ସାରା କ୍ଲିନିକାଲ ସାଇକୋଲୋଜିଷ୍ଟ, ସାଇକେଟ୍ରି ସୋସିଆଲ ୱାର୍କର, ସାଇକେଟ୍ରି ନର୍ସ ଆଉ ସାଇକେଟ୍ରିଷ୍ଟ, ତ ସମସ୍ତଙ୍କ ମାଧ୍ୟମ ଦେଇ ସବୁ କାମ ଚାଲିଛି। ଷ୍ଟିଲ୍ ଆମ ପାଖରେ ଫୋନ୍ ଥାଇକି ବି ଆମେ ଫୋନ୍ର ଠିକରେ ଉପଯୋଗ କରିପାରୁନି ମତେ ଲାଗୁଛି। Obviously, ଯୋଉମାନଙ୍କର ଏକ୍ସପର୍ଟିଜ ଅଛି ଆଉ ଯୋଉ ଲେଜିଟିମେଟ୍ ମେଣ୍ଟାଲ ହେଲ୍ଥ ପ୍ରଫେସନାଲ୍ସ ଅଛନ୍ତି, ସେମାନେ ଯଦି ମେଣ୍ଟାଲ ହେଲ୍ଥ କଣ, ତାକୁ କେମିତି ଆମେ ଡିଲ୍ କରିବା, ସେ ସବୁ ଉପରେ ଯଦି କରିବେ ଡିଜିଟାଲ ଏରିଆରେ, ତାହେଲେ ଲୋକ ଜାଣିବେ, ଇନଫର୍ମେସନ ପାଇଲେ ଜାଣିବେ, ଦେନ୍ ଆମ ପାଖକୁ ଆସିବେ ଏଣ୍ଡ ହେଲ୍ପ ସିକ୍ କରିପାରିବେ। Correct. I appreciate your thought. ତ ମେଣ୍ଟାଲ ହେଲ୍ଥ ପ୍ରଫେସନାଲ୍ସ ଅଲ୍ ଦି ବେଷ୍ଟ। Thank you.